ଜଣେ ଲୋକ ସେ ଗୋଟେ ଗାଁକୁ ଆସିଲା। ଆସିକିନି କହିଲେ ମତେ ଯିଏ ମାଙ୍କଡ଼ ଦବ ଧରିକିନି ମୁଁ 10,000 ଲେଖା ଦେବି। ସେଠୁ ଲୋକ କ'ଣ କଲେ, ସବୁ ଯାଇକିନି ମାଙ୍କଡ଼ ଧରି ଆଣିଲେ। ଧରି ଆଣିକିନି ସେଠୁ ଦେଲେ, 10,000 ଲେଖା ନେଲେ। ଫେର ତା ବାଦେ ଚାଇଆର ଦିନକୁ ସେ ଲୋକ ଆଇଲେ। ଯୋଉଠି ସେଠୁ କହିଲେ ଆଜି 20,000 ଲେଖା ଦେବି। ସେଠୁ ଗଲେ ସବୁ ଜଙ୍ଗଲ ଫଙ୍ଗଲ ଧରିକିନି ଆଣିଲେ, ଆଣିକିନି ଦେଲେ, 20,000 ଲେଖା ନେଲେ। ତା ପରଦିନ ଆସିଲେ ସେଇ ଲୋକ କହିଲେ 50,000 ଲେଖା ଦେବି, ମତେ ମାଙ୍କଡ଼ ଆଣିକିନି ଦିଅ। ସେଠୁ ଇଏ ଗଲେ, ଆଉ ସବୁ ଜଙ୍ଗଲ ଫଙ୍ଗଲରୁ ତ ଘିନି ଆଣିଛନ୍ତି ମାଙ୍କଡ଼, ଆଉ କୋଉଠୁ ପାଇଲେନି। ଜଣେ ଲୋକ ତାଙ୍କ ଭିତରୁ କହିଲା ସେ ହାଟରେ ବିକ୍ରି ହଉଛି ମାଙ୍କଡ଼, ସେ 50,000 40,000 ବିକୁଛି, ଆମେ 40,000 ଦେଲେ ଆଉ ଆମେ 10,000 ଲେଖା ପାଇବା ଲାଭ। ଗଲେ, ଯିଏ ଯୋଉଠି ପଇସା ରଖିଥିଲା ସବୁ ନେଇକିନି ଗଲେ, ଆଣିଲେ। ମାଙ୍କଡ଼ ଆଣିକିନି ଆଇଲା ବେଳକୁ ଆଉ ଇଏ ଲୋକ ନାହାନ୍ତି।